ଗତକାଲି ଅଧ୍ୟାୟ 4 ପର୍ଯ୍ୟନ୍ତ ପଢିଥିଲେ। ଆଜି ଅଧ୍ୟାୟ 5 ପଢିବା। ଚଞ୍ଚୁଳା ମହାଦେବଙ୍କ ପାଖକୁ ଗଲା, ଶିବ ପାର୍ବତୀଙ୍କ ପାଖକୁ ଯାଇଛି, ଶିବପୁରରେ ପହଞ୍ଚିଛି ଆଉ ପାର୍ବତୀଙ୍କର ସଖୀ ହୋଇ ରହିଲା। ତାପରେ ପଞ୍ଚମ ଅଧ୍ୟାୟରେ ପଢିବା। ଚଞ୍ଚୁଳାର ପ୍ରଯତ୍ନ କ୍ରମେ ପାର୍ବତୀଙ୍କ ଆଜ୍ଞାରେ ଗନ୍ଧର୍ବରାଜ ଡମ୍ବରୁଙ୍କର ବିନ୍ଧ୍ୟ ପର୍ବତ ଗମନ, ସେଠାରେ ତାଙ୍କ ମୁଖରୁ ଶିବ ପୁରାଣ କଥା ଶ୍ରବଣ ଫଳରେ ଚଞ୍ଚୁଳାର ସ୍ୱାମୀ ବିନ୍ଦୁବର ପିଶାଚ ଯୋନିରୁ ଉଦ୍ଧାର ଏବଂ ସେହି ଦମ୍ପତିଙ୍କର ଶିବଧାମର ସୁଖରେ ସହବସ୍ଥାନ। ଆଜି ଆମେ କଣ ପଢିବା? ଚଞ୍ଚୁଳାର ସ୍ୱାମୀ ଯିଏ ବିନ୍ଦୁବର, ଯିଏ ପିଶାଚ ଯୋନିରେ ଅଛି, ସେ ଶିବ ପୁରାଣ ପଢି କେମିତି ସେ ପିଶାଚ ଯୋନିରୁ ମୁକ୍ତ ହେଲା ଆଉ ଚଞ୍ଚୁଳା ଆଉ ବିନ୍ଦୁବ ଦୁଇ ଜଣ ଯାକ ଦମ୍ପତି ଶିବଧାମରେ ରହିଲେ, ସୁଖରେ ଅବସ୍ଥାନ କଲେ। ସୁତ କହିଲେ, ହେ ସୌନକ, ଦିନେ ପରମାନନ୍ଦରେ ନିମଗ୍ନ ଚଞ୍ଚୁଳା ଉମାଦେବୀଙ୍କ ପାଖକୁ ଯାଇ ପ୍ରଣାମ କଲା ଓ ଦୁଇ କର ଯୋଡ଼ି ସ୍ତୁତି କଲା। ପରମାନନ୍ଦରେ ନିମଗ୍ନ ଅର୍ଥ ଭଗବାନଙ୍କୁ ପାଇକି ଯିଏ ବହୁତ ଖୁସି, ତାଙ୍କୁ କୁହନ୍ତି ପରମାନନ୍ଦରେ ନିମଗ୍ନ। ପରମାନନ୍ଦ ନିମଗ୍ନ ହେଇଛି ଚଞ୍ଚୁଳା। ଉମାଦେବୀଙ୍କ ପାଖକୁ, ପାର୍ବତୀଙ୍କ ପାଖକୁ ଯାଇ ପ୍ରଣାମ କଲା ଆଉ ଦୁଇ କର ଯୋଡ଼ି ସ୍ତୁତି କଲା, ପ୍ରାର୍ଥନା କଲା। ଚଞ୍ଚୁଳା କହିଲା, ହେ ଗିରିରାଜ ନନ୍ଦିନୀ ସ୍କନ୍ଦମାତା ଉମେ, ମନୁଷ୍ୟମାନେ ସଦା ଆପଣଙ୍କ ସେବା କରିଥାନ୍ତି। ହେ ସର୍ବ ସୁଖକାରିଣୀ ଶିବପ୍ରିୟେ, ଆପଣ ବ୍ରହ୍ମ ସ୍ୱରୂପିଣୀ ଅଟନ୍ତି, ବିଷ୍ଣୁ ଓ ବ୍ରହ୍ମାଦି ଦେବତାଙ୍କ ଦ୍ୱାରା ସେବ୍ୟ ଅଟନ୍ତି। ଆପଣ ସଗୁଣା ନିର୍ଗୁଣା ତଥା ଆପଣ ହିଁ ସୂକ୍ଷ୍ମା ସଚ୍ଚିଦାନନ୍ଦ ରୂପିଣୀ ଆଦ୍ୟା ପ୍ରକୃତି। ଆପଣ ହିଁ ସଂସାରର ସୃଷ୍ଟି, ପାଳନ ଏବଂ ସଂହାରକାରିଣୀ। ତିନି ଗୁଣର ଆଶ୍ରୟ ମଧ୍ୟ ଆପଣ। ଆପଣ ହିଁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କର ଆବାସ ସ୍ଥାନ ତଥା ସେମାନଙ୍କର ଉତ୍ତମ ପ୍ରତିଷ୍ଠାକାରିଣୀ ପରାଶକ୍ତି। ଏଇଟା ଚଞ୍ଚୁଳା କହିଲା ମା ପାର୍ବତୀଙ୍କୁ। କଣ କହିଲା? ହେ ଗିରିରାଜ ନନ୍ଦିନୀ, ହେ ଉମା ମାତା, ହେ ସ୍କନ୍ଦ ମାତା, ଆପଣ ସର୍ବ ସୁଖକାରିଣୀ, ଆପଣ ବ୍ରହ୍ମ ସ୍ୱରୂପିଣୀ ଆଉ ବିଷ୍ଣୁ ବ୍ରହ୍ମାଦି ଆପଣଙ୍କର ସେବା କରନ୍ତି। ଆଉ ଆପଣ ସୂକ୍ଷ୍ମ ସଚ୍ଚିଦାନନ୍ଦ ରୂପିଣୀ, ଆପଣ ତ ସଂହାରକାରିଣୀ, ସୃଷ୍ଟି ଏବଂ ପାଳନକାରିଣୀ। ତିନି ଗୁଣର ଆଶ୍ରୟ ମଧ୍ୟ ଆପଣ କରିଛନ୍ତି। ଆପଣ ହିଁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆବାସ ସ୍ଥାନ ତଥା ସେମାନଙ୍କର ଉତ୍ତମ ପ୍ରତିଷ୍ଠାକାରିଣୀ ପରାଶକ୍ତି। ସୁତ କହୁଛନ୍ତି, ସୌନକ, ସଦ୍ଗତି ପ୍ରାପ୍ତ ହୋଇଥିବା ଚଞ୍ଚୁଳା ଏହି ରୂପେ ମହେଶ୍ୱର ପତ୍ନୀ ଉମାଙ୍କୁ ସ୍ତୁତି କରିସାରି ମସ୍ତକ ଅବନତ କରି ଛିଡା ହୋଇଗଲା। ଏଇ ସବୁ ଉମାଙ୍କୁ, ମା ପାର୍ବତୀଙ୍କୁ ଚଞ୍ଚୁଳା ପ୍ରାର୍ଥନା କଲା, ପାର୍ବତୀଙ୍କର ଗୁଣ ବର୍ଣ୍ଣନା କଲା ଏବଂ ସ୍ତୁତି କଲା, କରିକି ମୁଣ୍ଡ ନୁଆଇକି ମସ୍ତକ ଅବନତ କରି ଛିଡା ହେଇଗଲା, ମୁଣ୍ଡ ନୁଆଇକି ଠିଆ ହେଲା। ତା ନେତ୍ର ପ୍ରାନ୍ତରୁ ପ୍ରେମର ଅଶ୍ରୁ ବହି ଯାଉଥିଲା, ଆଖିରୁ ତାର ପ୍ରେମର ଅଶ୍ରୁ, ଖୁସିରେ ଲୁହ ବହି ଯାଉଥିଲା। ଏହା ଦେଖି କରୁଣାମୟୀ ଶିବପ୍ରିୟା ଭକ୍ତ ବତ୍ସଳା ପାର୍ବତୀ ଦେବୀ ଚଞ୍ଚଳାକୁ ସମ୍ବୋଧିତ କରି ଅତି ସ୍ନେହରେ ଏହି ପ୍ରକାର କହିଲେ, ହେ ସଖୀ ଚଞ୍ଚଳେ, ହେ ସୁନ୍ଦରୀ, ତୁମେ କରିଥିବା ଏହି ସ୍ତୁତିରେ ମୁଁ ବହୁତ ପ୍ରସନ୍ନ। କୁହ, ତୁମେ କଣ ବର ମାଗିବାକୁ ଚାହୁଁଛ? ତୁମ ପାଇଁ ମୋ ନିକଟରେ କିଛି ଅଦେୟ ନାହିଁ। ପାର୍ବତୀ କଣ କହିଲେ? କହିଲେ, ହେ ସଖୀ ଚଞ୍ଚଳେ, ହେ ସୁନ୍ଦରୀ, ତୁମେ ଏହି ଯାହା ବି ସ୍ତୁତି କଲ ମୁଁ ସେଥିରେ ବହୁତ ପ୍ରସନ୍ନ, ଆଉ ତୁମେ ଯାହା ବି ବର ମାଗିବ ମୁଁ ତୁମକୁ ଦେଇପାରିବି। ଚଞ୍ଚୁଳା କହିଲା, ନିଷ୍ପାପ ଗିରିରାଜ କୁମାରୀ, ମୋର ସ୍ୱାମୀ ବିନ୍ଦୁବ ଏବେ କେଉଁଠି? ତାଙ୍କର କେଉଁ ଗତି ହେଲା ମୁଁ ଏ ବିଷୟରେ କିଛି ବି ଜାଣେ ନା। କଲ୍ୟାଣମୟୀ ଦୀନବତ୍ସଳେ, ମୋର ପତିଦେବଙ୍କ ସଙ୍ଗେ ଯେଉଁ ପ୍ରକାର ମିଳିତ ହୋଇପାରିବି ସେପରି କିଛି ଉପାୟ କରନ୍ତୁ। ହେ ମାହେଶ୍ୱରୀ, ହେ ମହାଦେବୀ, ମୋ ସ୍ୱାମୀ ଗୋଟିଏ ଶୂଦ୍ର ଜାତୀୟ ବେଶ୍ୟା ପ୍ରତି ଆସକ୍ତ ହୋଇଥିଲେ ଏବଂ ପାପରେ ହିଁ ବୁଡି ରହିଥିଲେ। ମୋ ମୃତ୍ୟୁ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁଁ ଜାଣେ ନା ତାଙ୍କର କି ଗତି ହେଲା। ତେଣୁ ଚଞ୍ଚୁଳା ମା ପାର୍ବତୀଙ୍କୁ କହୁଛି, ମୋ ସ୍ୱାମୀ କେଉଁଠି? ମୁଁ ତାଙ୍କ ବିଷୟରେ ଜାଣିବାକୁ ଚାହେଁ। ହେ ମହାଦେବୀ, ମୋ ସ୍ୱାମୀ ଗୋଟିଏ ଶୂଦ୍ର ଜାତୀୟ ବେଶ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ, ଆସକ୍ତ ହୋଇଥିଲେ, ଆଉ ସେଇ ପାପରେ ବୁଡିକି ତାଙ୍କର ମୃତ୍ୟୁ ଆଗ ହେଇଥିଲା। ତାପରେ ମୁଁ ମୃତ୍ୟୁବରଣ କରିଥିଲି। ତେଣୁ ମୁଁ ମୋ ପତିଙ୍କ ସହିତ ଦେଖା କରିବା ପାଇଁ ଚାହୁଁଛି। ତାଙ୍କର କଣ ଗତି ହେଲା, ସେ ମୃତ୍ୟୁ ପରେ କେଉଁ ଗତି ପ୍ରାପ୍ତ କଲେ, ସେଇଟା ମୁଁ ଜାଣିବାକୁ ଚାହୁଁଛି। ମୋ ପତିଙ୍କ ସହିତ, ମୋ ସ୍ୱାମୀଙ୍କ ସହିତ ମୋର କିପରି ମିଳନ ହେଇପାରିବ ସେ କଥା ମତେ କୁହନ୍ତୁ।
गिरिजा कहले मारे तोर स्वामी बिंदुक बड़ पापी थिला, तार अंतकरण अत्यंत दूषित थिला। तोर सेही बेश्या संगकारी महामूढ़ स्वामी मरिबा परे अगणित वर्ष पर्यंत नरकरे नाना प्रकार दुख भोग करिसारी अवशिष्ट पापर फल भोगिबाकू विंध्य पर्वतरे पिशाच हो जाइछि। माँ पार्वती माँ गिरिजा कहले मारे तोर स्वामी बिंदुक बड़ पापी थिला। तोर स्वामी जे से बड़ पापी थिला, तार अंतकरण अत्यंत दूषित थिला। ता अंतकरण तो ता भीतर ता हृदय भीतर बहुत दूषित थिला। तार से बेश्या संगकारी महामूढ़ स्वामी तोर से बेश्या संगकारी महामूढ़ स्वामी मरी जिबा परे अगणित वर्ष पर्यंत नरकरे घांटी ହେଲା ଆଉ अवशिष्ट पापर फल भोगिबा पई विंध्या पर्वत रे एक पिशाच हो जाइछि। एबे सेही पिशाच नाना प्रकार क्लेश सहन करुछि। से दुष्ट वायु पान करी रहुछि एवं सर्वदा नाना प्रकार कष्ट भोगुछि। माँ पार्वती ए कथा चंचुला को कहले। सुत कहउचंदी सौनक सुब्रता चंचुला गौरी देवी मुखरू स्वामी दारुण यातना कथा शुणी अत्यंत दुखित हैला। तापरे से मन को स्थिर करी व्यथित हृदय माहेश्वरी को प्रणाम करी पुनः पचारला। कौन पचारला? से बहुत मन दुख कला। चंचुला तांको कथा शुणी माँ पार्वती कथा शुणी बहुत मन दुख कला। आउ तापरे से पचारला। चंचुला कहला हे माहेश्वरी, हे महादेवी, मो उपरे कृपा करंतु। मु मोर सेही दूषित कर्मकारी दुष्ट स्वामी को एथर उद्धार कर दियंतु। से कौन कहला? मोर दूषित कर्मकारी दुष्ट स्वामी को उद्धार करंतु। हे देवी, मोर कुच्छित बुद्धि पापात्मा स्वामी को केउ उपाय उत्तम गति प्राप्त हबो ताहा शीघ्र कहंतु। आपनकु मु पुणी नमस्कार करुछि। चंचुला माँ पार्वती को कहला हे माहेश्वरी, हे महादेवी, मो उपरे कृपा करंतु एवं मोर सेही दूषित कर्मकारी दुष्ट स्वामी को एथर उद्धार कर दियंतु। हे देवी, मोर कुच्छित बुद्धि पापात्मा को स्वामी को केउ उपाय उत्तम गति प्राप्त हबो। मोर दूषित पापात्मा स्वामी तांको केउ उपाय उत्तम गति प्राप्त हुओ मते कहंतु। आ मते कहंतु, मु से कार्य करिवि। मु आपनकु बारंबार नमस्कार करछि। पार्वती कहले तो स्वामी जदि शिव पुराणर पुण्यमय उत्तम कथा को शुणिब तेबे से समस्त दुर्गति को पार होई उत्तम गतिर भागी हब। पार्वती कौन कहले? पार्वती चंचुला को कहले तो स्वामी अर्थात बिंदुव जदि शिव पुराणर पुण्यमय उत्तम कथा को शुणिब तेबे से समस्त दुर्गति अर्थात खराब गति को प्राप्त होई जहाँ भी तार खराब होईची से समस्त खराब गतिर पार ही उत्तम गतिर प्राप्त हब बा उत्तम गतिर भागी हब। गौरी देवींकर एभली अमृत तुल्य मधुर बाणी को आदर रे सुनी चंचुला हाथ जोड़ी मुंड नुआई तांको बारंबार प्रणाम कला। गौरी देवींकर एभली कथा सुनी चंचुला हाथ जोड़ी मुंड नुआई की नमस्कार कला, प्रणाम कला। आ स्वामी समस्त पापर प्रक्षालन पाई तांकर सद्गति पाई पार्वती देवी को प्रार्थना करी कहला मो स्वामी को शिव पुराण शुणाइबार व्यवस्था हेबा उचित। चंचुला कौन कहला? माँ को कहला, माँ पार्वती को कहला मो स्वामी शिव पुराण शुणिया पाई तांकर कौन आवश्यक, मो स्वामी केमिति शिव पुराण शुणी पारिबे सेति पाई व्यवस्था कर दियंतु। ब्राह्मणी बारंबार एपरी प्रार्थना करिबारु शिवप्रिया गौरी देवी मन में दया आसिला। चंचुला बारंबार प्रार्थना करी कहबारु माँ पार्वती मन में दया आसिला। भक्त वत्सला महेश्वरी गिरिजयराज कुमारी शिवंकर उत्तम कीर्तिगान प्रवीण गंधर्वराज डंबरू को डाकी तांको आनंद रे कहले। चंचुलार बारंबार प्रार्थना सुनी माँ पार्वती दया हैला। आ भक्त वत्सला माहेश्वरी गिरिराज कुमारी शिवंकर उत्तम कीर्तिगान रे माँ माहेश्वरी कौन कले? शिवंकर उत्तम कीर्तिगान रे प्रवीण गंधर्वराज जी शिवंकर उत्तम कीर्तिगान करे से प्रवीण गंधर्वराज तुम्बरू को डाकी तांको आनंद रे कहले। तुम्बरू को पाखु को डाकिले आ तांको आनंद रे कहले तुम्बर
ଭଗବାନ ଶିବଙ୍କ ପ୍ରତି ପ୍ରୀତି ଅଛି। ତୁମେ ମୋ ମନର କଥାକୁ ଜାଣି ମୋର ଅଭୀଷ୍ଟ କାର୍ଯ୍ୟକୁ ସଫଳ କରିଥାଅ। ଏଣୁ ତୁମକୁ ଗୋଟିଏ କଥା କହୁଛି, ତୁମର କଲ୍ୟାଣ ହେଉ। ଏଣୁ ତୁମ୍ବରଙ୍କୁ ମହାଦେବୀ ପାର୍ବତୀ ପାଖକୁ ଡାକିଲେ ଆଉ ଆନନ୍ଦରେ କହିଲେ ଯେ ଭଗବାନ ଶିବଙ୍କ ପ୍ରତି ତୁମର ପ୍ରୀତି ଅଛି, ଅର୍ଥାତ୍ ତୁମେ ଭଗବାନ ଶିବଙ୍କୁ ବହୁତ ଭଲ ପାଅ। ତୁମେ ମୋ ମନର କଥା ଶୁଣି ମୋର ସମସ୍ତ ଅଭୀଷ୍ଟକୁ ପୂର୍ଣ୍ଣ କର, ମୋର ସମସ୍ତ ଅଭୀଷ୍ଟ କାର୍ଯ୍ୟକୁ ସଫଳ କର। ଏଣୁ ତୁମକୁ ଗୋଟିଏ କଥା କହୁଛି, ତୁମର କଲ୍ୟାଣ ହେଉ। ତୁମେ ମୋର ଏ ସଖୀ ସଙ୍ଗରେ ଶୀଘ୍ର ବିନ୍ଧ୍ୟ ପର୍ବତକୁ ଯାଅ। ସେଠାରେ ଗୋଟିଏ ଅତ୍ୟନ୍ତ ଭୟଙ୍କର ପିଶାଚ ରହୁଛି। ତାର ବୃତ୍ତାନ୍ତ ତୁମେ ପ୍ରଥମରୁ ଜାଣି ରଖ। ମୁଁ ତୁମକୁ ପ୍ରସନ୍ନତା ପୂର୍ବକ ସବୁକିଛି କହିଦେଉଛି। ପୂର୍ବ ଜନ୍ମରେ ସେ ପିଶାଚ ବିନ୍ଦୁକ ନାମକ ବ୍ରାହ୍ମଣ ଥିଲା। ଏଥର ମହାଦେବୀ କଣ କଲେ, ତୁମ୍ବରଙ୍କୁ ପାଖକୁ ଡାକିଲେ, କହିଲେ ତୁମେ ମହାରାଜ, ତୁମେ ଶିବଙ୍କୁ ବହୁତ ଭଲ ପାଅ ଆଉ ମୋର ଅଭୀଷ୍ଟ କାର୍ଯ୍ୟ ସବୁ ସଫଳ କରାଅ। ତେଣୁ ମୁଁ ତୁମକୁ ଗୋଟିଏ କାମ ଦଉଛି, ତୁମେ କର, ତୁମର କଲ୍ୟାଣ ହବ। ତୁମେ ମୋର ଏ ସଖୀଙ୍କୁ ସାଙ୍ଗରେ ନେଇକିରି ବିନ୍ଧ୍ୟ ପର୍ବତକୁ ଯାଅ। ବିନ୍ଧ୍ୟ ପର୍ବତରେ ଗୋଟିଏ ଭୟଙ୍କର ପିଶାଚ ଅଛି। ସେଇ ପିଶାଚ ପୂର୍ବ ଜନ୍ମରେ ଏକ ବ୍ରାହ୍ମଣ ଥିଲା ଯାହାର ନାଁ ବିନ୍ଦୁକ ଥିଲା। ସେ ବେଶ୍ୟାଗାମୀ ହେଇଗଲା। ସେ ବେଶ୍ୟାଗାମୀ ହେଲା ବା ବେଶ୍ୟାଙ୍କ ପାଖକୁ ଯାଏ। ସେ ଦୁଷ୍ଟ, ସ୍ନାନ, ସନ୍ଧ୍ୟା ଇତ୍ୟାଦି ନିତ୍ୟକର୍ମ ଛାଡ଼ି ଅପବିତ୍ର ଅବସ୍ଥାରେ ରହିଲା। ସେ ଦୁଷ୍ଟ ଅର୍ଥାତ୍ ବିନ୍ଦୁକ ସ୍ନାନ ସନ୍ଧ୍ୟା ମାନେ ସନ୍ଧ୍ୟାର କାର୍ଯ୍ୟ କରେନି କିମ୍ବା ସ୍ନାନ କାର୍ଯ୍ୟ କରେନି। ଏସବୁ ଜିନିଷ ନିତ୍ୟକର୍ମ ଛାଡ଼ି ସବୁବେଳେ ଅପବିତ୍ର ବ୍ୟବସ୍ଥାରେ ରହିଲା। କ୍ରୋଧ ହେତୁ ତାର ବୁଦ୍ଧି ମୂଢ଼ତାରେ ଆବରଣରେ ଆଚ୍ଛାଦିତ ହୋଇ ରହିଥିଲା। ସବୁବେଳେ କ୍ରୋଧ କରୁଥିବା ହେତୁ ତା ବୁଦ୍ଧି ମୂଢ଼ତାର ଆବରଣରେ ଆଚ୍ଛାଦିତ ହେଲା। ମୂଢ଼ ଅର୍ଥ ମୂର୍ଖ। ତାର ବୁଦ୍ଧି ମୂଢ଼ତାର ଆବରଣରେ ଅର୍ଥାତ୍ ତାର ବୁଦ୍ଧି କିଛି କାମ କଲାନି। ତେଣୁ ସେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟର ଜ୍ଞାନ ହରାଇ ବସିଥିଲା। ଅଭକ୍ଷ୍ୟ ଭକ୍ଷଣ, ସଜ୍ଜନଙ୍କ ପ୍ରତି ଦ୍ରୋହ, ଦାନ ରୂପେ ଦୂଷିତ ବସ୍ତୁ ଗ୍ରହଣ କରିବା, ଏସବୁ ଥିଲା ତାର ସ୍ୱାଭାବିକ କର୍ମ। ବିନ୍ଦୁକ ବ୍ରାହ୍ମଣ ସ୍ନାନ ଆଉ ସନ୍ଧ୍ୟା କାର୍ଯ୍ୟ କରେନି। ନିତ୍ୟକର୍ମ ଛାଡ଼ି ସବୁବେଳେ ଅପବିତ୍ର ଅବସ୍ଥାରେ ରହିଲା। ଆଉ କ୍ରୋଧ ବାରମ୍ବାର କରି ତାର ବୁଦ୍ଧିକୁ ନଷ୍ଟ କଲା। ଆଉ ସେ କର୍ତ୍ତବ୍ୟ ଅକର୍ତ୍ତବ୍ୟର ଜ୍ଞାନ ହରାଇ ବସିଲା। ଅଭକ୍ଷ୍ୟ ଭକ୍ଷଣ କଲା, ସଜ୍ଜନଙ୍କ ପ୍ରତି ଦ୍ରୋହ କଲା, ନିଜ ଲୋକ ପ୍ରତି ଦ୍ରୋହ କରିବା ବା କଳି କରିବା, ଦାନ ରୂପରେ ଦୂଷିତ ବସ୍ତୁ ଗ୍ରହଣ କରିବା, ଯିଏ ଯାହା ଦେଲା ସେଟାକୁ ଗ୍ରହଣ କରିବା, ଏସବୁ ଥିଲା ତାର ସ୍ୱାଭାବିକ କର୍ମ। ଏସବୁ ସ୍ୱାଭାବିକ କର୍ମରେ ଥିଲା। ସବୁ ଖରାପ କର୍ମ ସେ କରୁଥିଲା। ସେ ଅସ୍ତ୍ରଶସ୍ତ୍ର ଧରି ହିଂସା କର୍ମ କରୁଥିଲା। ବାମ ହାତରେ ଖାଉଥିଲା। ଦିନ ଜଣଙ୍କୁ କଷ୍ଟ ଦେଉଥିଲା। କ୍ରୂରତା ପୂର୍ବକ ପର ଘରେ ନିଆଁ ଲଗାଇ ଦେଉଥିଲା। ଚାଣ୍ଡାଳଙ୍କୁ ପ୍ରେମ କରୁଥିଲା ଏବଂ ପ୍ରତିଦିନ ବେଶ୍ୟାର ସମ୍ପର୍କରେ ରହୁଥିଲା। ସେ ବହୁତ ଦୁଷ୍ଟ ଥିଲା। ସେ ପାପୀ ନିଜର ପତ୍ନୀକୁ ପରିତ୍ୟାଗ କରି ଦୁଷ୍ଟଙ୍କ ସଙ୍ଗରେ ରହିବାକୁ ସୁଖ ମଣୁଥିଲା। ମହାଦେବୀ ବିନ୍ଦୁକର ସବୁ ପ୍ରକାର ଖରାପ କାର୍ଯ୍ୟକୁ ତୁମ୍ବରଙ୍କୁ ନିକଟରେ ସବୁ କହୁଛନ୍ତି। ତୁମ୍ବର ଏସବୁ ଶୁଣୁଛନ୍ତି ଯେ ବିନ୍ଦୁକ ବ୍ରାହ୍ମଣ ଏତେ ଖରାପ ପ୍ରକୃତିର ବ୍ୟକ୍ତି ଥିଲା, ଯିଏକି ନିଜର ସମସ୍ତ ପ୍ରକାର ଖରାପ କାର୍ଯ୍ୟ କରିସାରି ମଧ୍ୟ ନିଜ ପତ୍ନୀକୁ ପରିତ୍ୟାଗ କଲା, ଦୁଷ୍ଟଙ୍କ ସଙ୍ଗରେ ରହିବାକୁ ସୁଖ ମଣୁଥିଲା। ସେ ମୃତ୍ୟୁ ପର୍ଯ୍ୟନ୍ତ ଦୁରାଚାରରେ ଲିପ୍ତ ହୋଇ ରହିଲା। ମୃତ୍ୟୁ ପରେ ସେ ପାପୀଙ୍କର କର୍ମଫଳ ଭୋଗର ସ୍ଥାନ ଯମପୁରୀକୁ ଗଲା। ତାର ମୃତ୍ୟୁ ପରେ ସେ ପାପୀର ଯାହା ବି କର୍ମଫଳ ଥିଲା, ସେ କର୍ମଫଳରେ ସେ ଯମପୁରୀକୁ ଗଲା। ସେଠାରେ ଅନେକ ପ୍ରକାର ନର୍କ ଯାତନା ଭୋଗ କରିସାରି ଏବେ ବିନ୍ଧ୍ୟ ପର୍ବତରେ ପିଶାଚ ହୋଇଛି। ତେଣୁ ଅନେକ ପ୍ରକାର ନରକ ଯନ୍ତ୍ରଣା ଭୋଗ କଲା। ତାପରେ ଏବେ ସେ ବିନ୍ଧ୍ୟ ପର୍ବତରେ ପିଶାଚ ହୋଇଛି। ସେଠାରେ ସେ ଦୁଷ୍ଟ ପିଶାଚ ନିଜ ପାପର ଫଳ ଭୋଗ କରୁଛି। ତା ସମ୍ମୁଖରେ ଯତ୍ନ ପୂର୍ବକ ଶିବ ପୁରାଣର ଦିବ୍ୟ କଥା ପ୍ରବଚନ କର। ତୁମେ ତା ଆଗରେ କଣ କରିବ? ତୁମେ ତା ଆଗରେ ଶିବ ପୁରାଣର ଦିବ୍ୟ କଥା ପ୍ରବଚନ କର, ଅର୍ଥ ପାଠ କର। ତାହା ପରମ ପୁଣ୍ୟକର ଏବଂ ସମସ୍ତ ପାପ ନାଶକାରୀ। ସେହି ଶିବ ପୁରାଣ ଶ୍ରବଣ କରିବା ସବୁଠାରୁ ଉତ୍କୃଷ୍ଟ ପୁଣ୍ୟକର୍ମ। ଏହା ଦ୍ୱାରା ତାର ହୃଦୟ ଶୀଘ୍ର ପାପମୁକ୍ତ ହୋଇଯିବ ଏବଂ ସେ ପ୍ରେତ ଯୋନିରୁ ମୁକ୍ତି ପାଇବ।
ପିଶାଚ ବିନ୍ଦୁକ ଏହି ଦୁର୍ଗତିରୁ ମୁକ୍ତ ହୋଇଗଲେ ତାକୁ ମୋ ଆଜ୍ଞାରେ ବିମାନରେ ବସାଇ ତୁମେ ଭଗବାନ ଶିବଙ୍କ ସମୀପକୁ ନେଇ ଆସିବ। ତେଣୁ ମହାଦେବୀ ବିନ୍ଦୁକର ଖରାପ କାର୍ଯ୍ୟକୁ ଏଠି ତୁମ୍ବରଙ୍କୁ ବର୍ଣ୍ଣନା କରିଛନ୍ତି। ଏହିପରି ଖରାପ ପ୍ରକୃତିର ବ୍ୟକ୍ତି ବିନ୍ଦୁକ ଥିଲା। ଆଉ ସେ ମୃତ୍ୟୁ ପରେ ତାର କର୍ମଫଳର ଭୋଗ କରି ଯମପୁରୀକୁ ଗଲା। ଯମପୁରରେ ନାନା ପ୍ରକାର ନରକ ଯାତନା ଭୋଗ କରି ଏବେ ସେ ବିନ୍ଧ୍ୟ ପର୍ବତରେ ପିଶାଚ ହେଇ ରହୁଛି। ସେ ଦୁଷ୍ଟ ପିଶାଚ ନିଜର ପାପର ଫଳ ଭୋଗ କରୁଛି। ତୁମେ ତା ସମ୍ମୁଖରେ ଯାଇ ଶିବ ପୁରାଣ ପ୍ରବଚନ କର, ଅର୍ଥାତ୍ ଶିବ ପୁରାଣ ପାଠ କର, ତାହା ପରମ ପୁଣ୍ୟକର ଆଉ ସମସ୍ତ ପାପନାଶକାରୀ। ଶିବ ପୁରାଣ ଯେତେବେଳେ ଶୁଣିବା ପରେ ତାର ସମସ୍ତ ପାପ ନଷ୍ଟ ହବ, ଉତ୍କୃଷ୍ଟ ପୁଣ୍ୟ କର୍ମ ସେ ପାଇବ, ସେତେବେଳେ ସେ ପ୍ରେତ ଯୋନିରୁ ମୁକ୍ତି ହେବ। ସେ ଯେତେବେଳେ ପ୍ରେତ ଯୋନିରୁ ମୁକ୍ତ ହବ ସେତେବେଳେ ତାକୁ ବିମାନରେ ବସେଇ ଶିବପୁରୀକୁ ନେଇ ଆସିବ। ଏସବୁ ମାହେଶ୍ୱରୀ ମହାଦେବୀ ପାର୍ବତୀ ତୁମ୍ବରଙ୍କୁ ଡାକିକି ଏସବୁ କଥା କହିଲେ। ସୁତ କହୁଛନ୍ତି, ସୌନକ ମାହେଶ୍ୱରୀ ଉମାଙ୍କ ଆଦେଶ ପାଇ ଗନ୍ଧର୍ବରାଜ ତୁମ୍ବରୁ ମନେ ମନେ ବହୁତ ଖୁସି ହେଲେ। ସେ ନିଜ ଭାଗ୍ୟକୁ ପ୍ରଶଂସା କଲେ। ତାପରେ ପିଶାଚର ସତୀସ୍ୱାଧୀ ପତ୍ନୀ ଚଞ୍ଚୁଳା ସହିତ ବିମାନରେ ବସି ନାରଦଙ୍କ ପ୍ରିୟ ମିତ୍ର ତୁମ୍ବରୁ ଦ୍ରୁତ ଗତିରେ ବିନ୍ଧ୍ୟାଚଳକୁ ଗଲେ। ମହାଦେବୀଙ୍କ କଥା ଶୁଣି ଗନ୍ଧର୍ବରାଜ ତୁମ୍ବରୁ ସତୀସ୍ୱାଧୀ ଚଞ୍ଚୁଳାକୁ ଧରି ବିମାନରେ ବସାଇ ବିନ୍ଧ୍ୟ ପର୍ବତ ଆଡ଼ିକି ଗଲେ। ଅତି ଖୁସି ହେଲେ, ନିଜକୁ ଗର୍ବ ମନେ କଲେ, ଆଉ ବିନ୍ଧ୍ୟାଚଳକୁ ଗଲେ। ସେଠାରେ ସେ ଉକ୍ତ ପିଶାଚକୁ ଦେଖିବାକୁ ପାଇଲେ। ସେ ଅତି ବିଶାଳକାୟ ଥିଲା। ତାର ଥୋଡ଼ି ଥିଲା ବଡ଼ ଆକାରର। ସେ କେବେ ହସୁଥିଲା ତ କେବେ କାନ୍ଦୁଥିଲା, ପୁଣି କେବେ ଡିଆଁ କୁଦା କରୁଥିଲା। ତାର ଆକୃତି ଥିଲା ଅତି ବିକରାଳ। ଭଗବାନ ଶିବଙ୍କର ଉତ୍ତମ କୀର୍ତ୍ତି ଗାୟନକାରୀ ମହାବଳୀ ତୁମ୍ବରୁ ସେହି ଭୟଙ୍କର ପିଶାଚକୁ ଫାଶରେ ବାନ୍ଧି ପକାଇଲେ। ଭଗବାନ ତୁମ୍ବରୁ କଣ କଲେ, ସେଠି ଯାଇ ଦେଖିଲେ ଯେ ସେଇ ପିଶାଚଟି ବହୁତ ବଡ଼ ବିଶାଳକାୟ ହେଇଛି, ଆଉ ତା ଥୋଡ଼ି ଥିଲା ବଡ଼ ଆକାରର, ତା ମୁହଁ ବଡ଼ ଥିଲା, ଆଉ ହସୁଥିଲା ତ କେତେବେଳେ କାନ୍ଦୁଥିଲା, କେତେବେଳେ ଡିଆଁ ମାରୁଥିଲା। ଏଇ ସବୁ ପ୍ରକାର କାମ କରୁଥିଲା ପିଶାଚ। ତାର ଆକୃତି ଅତି ବିକରାଳ, ଅତି ଭୟଙ୍କର। ଭଗବାନ ଶିବଙ୍କର ଉତ୍ତମ କୀର୍ତ୍ତି ଗାୟନକାରୀ ମହାବଳୀ ତୁମ୍ବରୁ, ଭଗବାନ ଶିବଙ୍କର ଯିଏ ଉତ୍ତମ କୀର୍ତ୍ତି ଗାୟନ କରନ୍ତି, ଯେଉଁ ତୁମ୍ବରୁ ଚଞ୍ଚୁଳାଙ୍କୁ ନେଇ ବିନ୍ଧ୍ୟ ପର୍ବତକୁ ଆସିଥିଲେ, ସେ କଣ କଲେ, ସେଇ ପିଶାଚକୁ, ବିନ୍ଦୁକ ପିଶାଚକୁ ଫାଶରେ ବାନ୍ଧି ପକାଇଲେ। ଆଉ ତୁମ୍ବରୁ ଶିବ ପୁରାଣ କଥା ଆରମ୍ଭ କରିବାକୁ ସ୍ଥିର କଲେ। ସେଥିପାଇଁ ତାପରେ ତୁମ୍ବରୁ ଶିବ ପୁରାଣ କଥା ଆରମ୍ଭ କରିବାକୁ ସ୍ଥିର କରି ମହୋତ୍ସବ ଉପଯୋଗୀ ସ୍ଥାନ ଓ ମଣ୍ଡପ ନିର୍ମାଣ କଲେ। ଯେତେବେଳେ ଶିବ ପୁରାଣ ପାଠ ହବ, ସେଥିପାଇଁ ସେ ସ୍ଥାନକୁ ଉପଯୋଗୀ କଲେ, ପରିଷ୍କାର ପରିଚ୍ଛନ୍ନ କଲେ, ଆଉ ମଣ୍ଡପ ନିର୍ମାଣ କଲେ। ଇତିମଧ୍ୟରେ ସମଗ୍ର ଜଗତରେ ଦ୍ରୁତ ଗତିରେ ପ୍ରଚାରିତ ହେଇଗଲା ଯେ ପାର୍ବତୀଙ୍କ ଆଜ୍ଞାରେ ଶିବ ପୁରାଣ କଥା ଶୁଣାଇ ଗୋଟିଏ ପିଶାଚର ଉଦ୍ଧାର କରିବା ଉଦ୍ଦେଶ୍ୟରେ ତୁମ୍ବରୁ ବିନ୍ଧ୍ୟ ପର୍ବତକୁ ଯାଇଛନ୍ତି। ଏ କଥା ସମଗ୍ର ଜଗତରେ ଲୋକ ଜାଣିଗଲେ। ସମଗ୍ର ଜଗତରେ ଦ୍ରୁତ ଗତିରେ ପ୍ରଚାରିତ ହେଇଗଲା। ଆଉ ପିଶାଚର ଉଦ୍ଧାର କରିବା ପାଇଁ ମା ଚଞ୍ଚୁଳା, ମା ପାର୍ବତୀ ତୁମ୍ବରଙ୍କୁ ପଠେଇଛନ୍ତି। ଏହାପରେ ପୁରାଣ କଥା ଶୁଣିବା ଲୋଭରେ ଅନେକ ଦେବର୍ଷି ମଧ୍ୟ ସେଠାରେ ପହଞ୍ଚିଲେ। ଆଦର ପୂର୍ବକ ଶିବ ପୁରାଣ ଶୁଣିବାକୁ ଆସିଥିବା ଲୋକଙ୍କର ସେଇ ଅଦ୍ଭୁତ ଓ କଲ୍ୟାଣକାରୀ ସମାଗମରେ ବିନ୍ଧ୍ୟ ପର୍ବତ ପୁରି ଉଠିଲା। ତେଣୁ ପୁରାଣ କଥା ଶୁଣିବା ଲୋଭରେ, ସେତେବେଳେ ପୁରାଣ ଶାସ୍ତ୍ର ବହୁତ ପଢିବା ପାଇଁ ଲୋକ ଭଲ ପାଆନ୍ତି, ତେଣୁ ସେଇ ଜିନିଷ ପଢିବା ଲୋଭରେ ବା ସେଇ ଜିନିଷ ଶୁଣିବା ଲୋଭରେ ଶିବ ପୁରାଣ ଶୁଣିବାକୁ ଆସିଥିବା ଲୋକଙ୍କର ମଧ୍ୟରେ ଅଦ୍ଭୁତ କଲ୍ୟାଣକାରୀ ଲୋକଙ୍କ ସମାଗମ ହେଲା। ଆଉ ତୁମ୍ବରୁ ପିଶାଚକୁ ବାନ୍ଧି ପକାଇ ଗୋଟିଏ ଆସନରେ ବସାଇଲେ ଏବଂ ନିଜେ ବୀଣାଟିଏ ହାତରେ ଧରି ଗୌରୀପତିଙ୍କ କଥା ବର୍ଣ୍ଣନା କରିବାକୁ। ତୁମ୍ବରୁ ପିଶାଚକୁ ବାନ୍ଧି ଗୋଟିଏ ଆସନରେ ବସାଇଲେ ଏବଂ ନିଜେ ବୀଣାଟିଏ ହାତରେ ଧରି ଗୌରୀପତିଙ୍କ କଥା ବର୍ଣ୍ଣନା ଆରମ୍ଭ କରିଦେଲେ। ପ୍ରଥମ ଅର୍ଥାତ୍ ବିଦ୍ୟେଶ୍ୱର ସଂହିତା ଠାରୁ ଆରମ୍ଭ କରି ସପ୍ତମ ବାୟୁ ସଂହିତା ପର୍ଯ୍ୟନ୍ତ ମହାତ୍ମ୍ୟ ସହିତ ଶିବ ପୁରାଣର କଥା ଯେ ସ୍ପଷ୍ଟ ରୂପରେ ବର୍ଣ୍ଣନା କଲେ। ପ୍ରଥମ ଅର୍ଥାତ୍ ବିଦ୍ୟେଶ୍ୱର ସଂହିତା ଠାରୁ ଆରମ୍ଭ କରି ସପ୍ତମ ବାୟୁ ସଂହିତା ପର୍ଯ୍ୟନ୍ତ ମହାତ୍ମ୍ୟ ସହିତ ଶିବ ପୁରାଣର କଥା ସେ ସ୍ପଷ୍ଟ ରୂପରେ ବର୍ଣ୍ଣନା କଲେ।
सातोटी संहितारे विभक्त शिव पुराण को सादर श्रवण करी समस्त श्रोता पूर्णत कृतार्थ होइगले। परम पुण्यमय शिव पुराण शुणिबा परे पिशाच तार पैशाचिक देह परित्याग करी दिव्य शरीर धारण कला। तापरे कौन है तुम्बरु पिशाचटी को बांधी पकाइले, बिंदुक पिशाच को बांधिकी गोटे आसन में बसाइले। आउ से स्थान शिव पुराण पढ़िबा योग्य कले, मंडप आरंभ कले, मंडप निर्माण कले, आउ सेठी शिव पुराण पढ़िबा आरंभ कले। प्रथम अर्थात विद्येश्वर संहिता ठारू आरंभ करी सातटी सप्तम वायु संहिता पर्यंत, सातटी वायु संहिता पर्यंत महात्मा सहित शिव पुराण कथा आरंभ होला बा स्पष्ट रूपे वर्णना आरंभ होला। सातटी संहितारे विभक्त शिव पुराण को सादर श्रवण करी, सातटी संहितारे शिव पुराण होची सातटी संहितारे विभक्त, से सबू श्रवण करी श्रोता उन्नत कृतार्थ होइले। श्रोता माने बहुत खुशी हेले। आ परम पुण्यमय शिव पुराण शुणिबा परे, एही शिव पुराण शुणिबा परे पिशाच तार पैशाचिक देह परित्याग कला। आ खूब शीघ्र दिव्य शरीर धारण कला। तार पैशाचिक देह परित्याग करी दिव्य शरीर से धारण कला। सेतेबेले तार अंग कांति गौरवर्ण हो गला। जेतेबेले से दिव्य शरीर धारण कला सेतेबेले से अंग कांति गौरवर्ण हो गला। ता शरीर शोभा पाउथिला श्वेत वस्त्र एवं सब प्रकार पुरुषोचित आभूषण रे तार अंग उद्भासित होतिला। से जेतेबेले नूतन रूप पाइला सेतेबेले अंग कांति गौरवर्ण हो गला। ता शरीर रे श्वेत वस्त्र अर्थात धड़ा वस्त्र, सब प्रकार पुरुषोचित आभूषण, पुरुष माने जो प्रकार आभूषण पिंधती तार अंग उद्भासित होतिला। पुरुषोचित आभूषण रे तार अंग उद्भासित अर्थात तार अंगरे पुरुषंकर आभूषण थिला। से त्रिनेत्रधारी चंद्रशेखर रूप हो गला। से त्रिनेत्रधारी चंद्रशेखर रूप अर्थात से महादेव को परि देखा गला। एहीपरि दिव्य देहधारी होई श्रीमान बिंदुव तार प्राण वल्लभा चंचुला सहित मिसी पार्वती वल्लभ शिवंकर गुणगान करबाकू लागिला। एहीपरि दिव्य देहधारी होई श्रीमान बिंदुव एहीपरि रूप पाई बिंदुव कौन कला, तार प्राण वल्लभा चंचुला तार स्त्री चंचुला को धरी शिव पार्वतींकर महादेवंकर गुणगान करबाकू लागिला। देवर्षिगण ता स्त्री को दिव्य रूप रे सुशोभित देखि अत्यंत विस्मित हेले। देवर्षिगण ता स्त्री को मध्य दिव्य रूप रे देखिले। सेमानक चित्त परमानंद रे मग्न हो गला। तार स्त्री को जेतले दिव्य रूप रे देखिले अत्यंत आश्चर्य भी हेले। आउ सेमानकर चित्त परमानंद रे मग्न होला। भगवान महेश्वरंकर एभली अद्भुत चरित्र शुणिबा परे समस्त श्रोता परम कृतार्थ होई शिव प्रेम रे शिवंकर जसगान करी करी निज निज धाम को चलीगले। चित्त से जेतेबेले नुआ रूप पाइला, बिंदुक जेतेबेले नुआ रूप पाइला महादेवंक परि देखा जाउथिला। महादेव जेमति सुंदर आभायुक्त महादेवंक परि देखा गला। आउ से निज स्त्री चंचुला सहित मिसी महादेवंकर स्तुति गान करबाकू आरंभ कला। याकू देखि सेठी जेते देवर्षि थिले, देवऋषिगण थिले, सेमाने बहुत खुशी हेले आउ आश्चर्य भी हेले तार स्त्री को दिव्य रूप रे देखि। भगवान महेश्वरंकर एइभଳି अद्भुत चरित्र शुणिबा परे समस्त श्रोता परम कृतार्थ होई प्रेम रे शिवंकर जसगान करी करी निज धाम को चली गले। भगवान महेश्वरंकर एइभଳି अद्भुत चरित्र शुणिले आउ परम कृतार्थ होई शिवंकर जसगान करी निज निज घर को गले, निज निज धाम को गले। दिव्य रूपधारी श्रीमान बिंदुव तार प्रियतमा सहित सुंदर विमान सुखरे आरूढ़ होई आकाश रे अत्यंत शोभा पाइले। बिंदुव कौन कला, निज स्त्री निज प्रियतमा पत्नी जे चंचुला ताकू धरी से विमान रे बसिला। विमान रे बसी से आसिला। तापरे महेश्वरंकर सुंदर मनोहर गुणगान करी करी से तार प्रियतमा ओ तुम्बरुंक सहित जाई अविलंबे शिवंक धाम रे पहुंचिला। सेठारे महेश्वर पार्वती देवी प्रसन्न मनरे बिंदु आदर कले। महेश्वर पार्वती कौन कले, अति खुशी हुई बिंदु को स्नेह कले आउ ताकू आपणा पार्षद करी रखिले। ताकू पार्षद अर्थात पाखरे, अति पाख लोक करके रखिले, अति पाखरे रखिले। तार पत्नी चंचुला पार्वतींकर सखी होई रहिला। शिवंकर घनीभूत ज्योति स्वरूप परमानंदमय
ସନାତନ ଧର୍ମରେ ଅବିଚଳ ନିବାସ ପାଇ ବିପ୍ର ଦମ୍ପତି ପରମ ସୁଖ ଲାଭ କଲେ। ଶିବଙ୍କର ଘନୀଭୂତ ଜ୍ୟୋତି ସ୍ୱରୂପ ପରମାନନ୍ଦମୟ। ଶିବଙ୍କର ଏପରି ସୁନ୍ଦର ରୂପ ପରମାନନ୍ଦମୟ। ଚଞ୍ଚୁଳା ପାର୍ବତୀଙ୍କର ସଖୀ ହେଲା ଆଉ ମହାଦେବଙ୍କର ପାଖରେ ରହିଲା ବିନ୍ଦୁକ। ଦୁଇ ଜଣ ଯାକ ବିପ୍ର ଦମ୍ପତି ବ୍ରାହ୍ମଣ ଦମ୍ପତି ପରମ ସୁଖରେ ଶିବପୁରୀରେ ଆନନ୍ଦରେ ନିବାସ କଲେ। ଇଏ ହେଲା ଅଧ୍ୟାୟ 5। ଆଜି ଅଧ୍ୟାୟ 5 ସରିଗଲା। ଏଠି ବିନ୍ଦୁକ ଆଉ ଚଞ୍ଚୁଳାଙ୍କର କାହାଣୀ ବର୍ଣ୍ଣନା ହେଲା। ବିନ୍ଦୁକ କେମିତି ଖରାପ କର୍ମ କରି ଆଗରୁ ମୃତ୍ୟୁ ହେଇଥିଲା ଆଉ ସେ ପିଶାଚ ଯୋନିରେ ଥିଲା, ତାକୁ ତୁମ୍ବରୁ ମହାଦେବଙ୍କର ପୁରାଣ ପଢି ଶିବ ପୁରାଣ ପଢି ତାକୁ ପୂର୍ଣ୍ଣ ଦିବ୍ୟ ଶରୀରରେ ପରିଣତ କଲେ ଆଉ ସେ ଖୁସି ହୋଇ ମହାଦେବଙ୍କର ସ୍ତୁତି ପ୍ରାର୍ଥନା କରି ସେ ମା ପାର୍ବତୀଙ୍କର ଆଉ ମହାଦେବଙ୍କର ପାଖରେ ରହିପାରିଲା। ଚଞ୍ଚୁଳା ପାର୍ବତୀଙ୍କର ସଖୀ ହୋଇ ରହିଲା ଆଉ ବିନ୍ଦୁକ ରହିଲା ମହାଦେବଙ୍କ ପାଖରେ। ତେଣୁ ଏହି ବିପ୍ର ଦମ୍ପତି ବ୍ରାହ୍ମଣ ଦମ୍ପତି ଦୁଇ ଜଣ ଯାକ ଶିବପୁରରେ ଆନନ୍ଦରେ ନିବାସ କଲେ। ଇଏ ହେଲା ଅଧ୍ୟାୟ 5। ଆମେ କାଲି ପଢିବା ଶିବ ପୁରାଣ ଶ୍ରବଣର ବିଧି। ଆମେ ଶିବ ପୁରାଣ ଯୋଉ ଶୁଣୁଛେ ତାର ବିଧି କଣ, କେମିତି ଆମେ ଶୁଣିବା ଦରକାର, ଯେଉଁମାନେ ଶ୍ରୋତା ଅଛନ୍ତି ଶ୍ରୋତାଙ୍କ ପାଇଁ ପାଳନୀୟ ନିୟମ, ସେମାନେ କଣ କଣ ନିୟମ ପାଳନ କରିବା ଉଚିତ, ଏବେ ଆସନ୍ତାକାଲି ପାଠ୍ୟ କରିବା। ଏପର୍ଯ୍ୟନ୍ତ ମୋ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରନ୍ତୁ। ଯଦି କୌଣସି ଜିନିଷ ଆପଣ ବୁଝିପାରୁନାହାନ୍ତି କମେଣ୍ଟ ନିଶ୍ଚୟ ଦିଅନ୍ତୁ। ଆପଣଙ୍କ କମେଣ୍ଟରେ ମୋତେ ବି ବହୁତ ଖୁସି ଲାଗିବ ଯେ ଆପଣ ଏସବୁ ଜିନିଷ ଶୁଣୁଛନ୍ତି। ତେଣୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ତେବେ ଆସନ୍ତାକାଲି ଦେଖା ହେବା।